ଚିତାବାଘ ଛାଳ ସହ ବନ୍ଧୁକ ଜବତ ଓ ଜଣେ ଗିରଫ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଧୀନ ଦାସିଙ୍ଗବାଡ଼ିରେ ଏସ୍ଟିଏଫ୍ ପକ୍ଷରୁ ଚଢ଼ଉ କରାଯାଉଥିବା ଗୋଟିଏ ଚିତାବାଘ ଛାଳ ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଅଛି। ଘଟଣାରେ ଦାରିଙ୍ଗବାଡ଼ି ଥାନା ଅଧୀନ ଗହିବାଡ଼ିର ଘନେଶ୍ୱର ପ୍ରଧାକୁ ଗିରଫ କରାଯାଇଛି। ଘନେଶ୍ୱର ନିକଟରେ ବାଘଛାଲ ଓ ବନ୍ଧୁକ ଥିବା ନେଇ ଏସ୍ଟିଏଫ୍ ଟିମ୍ ବିଷୟରେ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ତାକୁ ଗିରଫ କରାଯାଇ ଦାରିଙ୍ଗବାଡ଼ି ଜେଏମ୍ଏଫ୍ କୋର୍ଟରେ ହାଜର କରାଯାଇଥିଲା। ଏନେଇ ଏସ୍ଟିଏଫ୍ ଟିମ୍ ଏକ ମାମଲା ରୁଜୁ କରିଛି ଯେ ଏହି ଚଢ଼ଉରେ ଏସ୍ଟିଏଫ୍ ସମେତ ଫୁଲବାଣୀ ଏବଂ ବାଲିଗୁଡ଼ା ବନଖଣ୍ଡ କର୍ମଚାରୀମାନେ ସାମିଲ ଥିଲେ। ତେବେ ଜବତ ହେଲା ପରେ ଏହି ଚିତାବାଘ ଛାଳକୁ ପରୀକ୍ଷଣ ପାଇଁ ଡେରାଡୁନ୍ ସ୍ଥିତ WINIକୁ ପଠାଯାଇଛି ବୋଲି ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ହୋଇଥିବା ଦେଶୀ ବନ୍ଧୁକକୁ ରସୁଲଗଡ଼ ସ୍ଥିତ SFCAL ଲାବୋରେଟୋରୀକୁ ପଠାଯାଇଛି। ଏ ସଂକ୍ରାନ୍ତରେ ତଦନ୍ତ ଜାରି ରହିଛି ଏବଂ ଏଥିରେ ଆଉ କିଏ ସାମିଲ ଅଛନ୍ତି ସେ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି।